शुणिबा उपन्यास भीमा भूयार द्वितीय परिच्छेद। औपन्यासिक गोपाल बल्लभ दास। कथारे अछि राजा बाप बेवर्ता बा देवान मा। सेहिपरि राजा सूर्य बेवर्ता चंद्र बोला जाई पारंती। राजांक प्रतिभारे बेवर्ता प्रतिभाशाली। ସେହି ଅନୁକ୍ରମରେ ସେ ଚନ୍ଦ୍ର ଓ ପ୍ରଜାଏ ତାରକା ବଳି। ଗୋଟିଏ ଚନ୍ଦ୍ର ପାଖରେ କୋଟିଏ ତାରା କିଛି ନୁହନ୍ତି। ପୂର୍ଣ୍ଣମୀ ନିଶାରେ ବୁଧ ବୃହସ୍ପତି ହସ୍ତା ଚିତ୍ରା ନିଷ୍ପ୍ରଭ ପ୍ରାୟ। ତାଙ୍କୁ ଖୋଜି ବାହାର କରିବା କଠିନ। ସେମାନେ ପ୍ରତି ରାତ୍ରରେ ପ୍ରହରୀ ପରି ଥାଇ ଜୁକ୍ ଜୁକ୍ ହେଉଥାନ୍ତି। ଚନ୍ଦ୍ର ମାସକେ ପକ୍ଷେ ଦେଖା ଦିଅନ୍ତି, ଦିନେ ପୂର୍ଣ୍ଣ ବୋଲାନ୍ତି। ଚନ୍ଦ୍ରକ୍ଷୟ ତିଥି ଘଟାଇ ଲୋକଙ୍କୁ ଉପାସ ରଖାନ୍ତି। ଅଥଚ ତାଙ୍କ ନାମ ନିଶାନାଥ ସୁଧାଂଶୁମାଳୀ। ସେ ନାମରେ କୌଣସି ଗ୍ରହ ନକ୍ଷତ୍ର ଅଭିହିତ ନୁହନ୍ତି। ସେଥିପାଇଁ ସେମାନେ ଅଶ୍ରୁ ବିସର୍ଜନ କରନ୍ତି ନାହିଁ କିମ୍ବା ଆପଣା ଆପଣା କାମ ଛାଡ଼ନ୍ତି ନାହିଁ। ସେହିପରି ବେବର୍ତ୍ତାଙ୍କ ବଡ଼ପଣିଆରେ ପ୍ରଜାଙ୍କର ବିଦ୍ୱେଷ ନାହିଁ। ନିଜର ରୁଆ ବେହୁଡ଼ା ପଛାଉଥିଲେ ବି ବେବର୍ତ୍ତାଙ୍କ କ୍ଷେତ ଆଗ ପାଗୁଆ କରିବାକୁ କେହି ପଛଘୁଞ୍ଚା ଦିଅନ୍ତି ନାହିଁ। ଆପଣା ପଲ ଖଣ୍ଡ ଖଣ୍ଡ ହୋଇଯାଉଥିଲେ ବି ବେବର୍ତ୍ତାଙ୍କ ଉଆସ ପାଇଁ ବେଠି କରିବାକୁ କାହାରି ହେଳା ନାହିଁ। ତିନି ଓଳି ଉପାସ ଥିଲେ ବି ବେବର୍ତ୍ତାଙ୍କ ଘିଅରେ ଖାଇ ଦୁଧରେ ଆଞ୍ଚୋଇବାର ଦେଖି କେହି ଧରସର ନୁହେଁ। ଭୋକରେ ଛଟ ଛଟ ହେଉଥିଲେ ବି ବେବର୍ତ୍ତାଙ୍କ ଘରେ ନାଟ ହଟରେ କାହାରି ଆପତ୍ତି ନାହିଁ। ପ୍ରଜା ଓ ବେବର୍ତ୍ତାଙ୍କର ଏପରି ପ୍ରଭେଦ ଭଲ ହେଉ ବା ମନ୍ଦ ହେଉ ଏହିପରି ନ୍ୟୁନାଧିକ ଚାଲି ଆସୁଅଛି। କେହି ବିଧା ମାରି କେହି ପିଠି ଆଉଁସି ଏହା କରାଉଛି। କେହି ସିଧା କେହି ବଙ୍କା ବାଟରେ, କେହି ବେଠି କରାଇ କେହି ବା ପଇସା ଦେଇ ଏପରି ତାରତମ୍ୟ ରଖି ଆସୁଛନ୍ତି। ଏପରି ପାର୍ଥକ୍ୟ ଭଲ ହେଉ କି ମନ୍ଦ ହେଉ, ଆବଶ୍ୟକ ହେଉ କି ନ ହେଉ, ତହିଁରେ କାହାରି ସୂଚନା ନାହିଁ କି ଭାବନା ନାହିଁ। ଧାଙ୍ଗଡ଼ ଧାଙ୍ଗଡ଼ିଏ ଏ ଗାଁ ସେ ଗାଁ ଚାଙ୍ଗୁ ନାଚି ବୁଲନ୍ତି ଓ ବେବର୍ତ୍ତାଙ୍କ ଘର ରମଣୀଏ ଅସୂର୍ଯ୍ୟ ପଂସା ବୋଲି ଏ ପାଖରେ କି ସେ ପାଖରେ ଘୃଣା କି ତାଡ଼ନା କି ଗଞ୍ଜଣା ନାହିଁ। ବେବର୍ତ୍ତାଙ୍କର ଯେଉଁ ଅବରୋଧ ପ୍ରଥା ଅଛି ତାହା ମୁସଲମାନ ଆଧିପତ୍ୟରୁ ହୋଇଛି ବୋଲି କଥିତ ହୋଇଥାଏ। କିନ୍ତୁ ରାମଙ୍କ ବନଗମନ ବା କୁରୁପାଣ୍ଡବଙ୍କ ଅକ୍ଷୟ କ୍ରୀଡ଼ା କାଳେ ମୁସଲମାନ ନଥିଲେ କି ତାଙ୍କ ଆଧିପତ୍ୟ ନଥିଲା। ଅଥଚ କୌଶଲ୍ୟାଙ୍କ ଠାରୁ ବିଦାୟ ଗ୍ରହଣ ପାଇଁ ରଘୁନାଥ ଅନ୍ତପୁରକୁ ଯାଇଥିଲେ। ପୁଣି ଦୁଶାସନ ଦ୍ରୌପଦୀଙ୍କି ଅନ୍ତପୁରରୁ ଝିଙ୍କି ଘୋଷାଡ଼ି ନେଇଥିଲା। ଏହା ପ୍ରକୃତରେ ହେଉ କି କାଳ୍ପନିକ ହେଉ, ବାଲ୍ମୀକି ବେଦବ୍ୟାସ ଏହା ଲେଖିଥାନ୍ତୁ କି ରାମାୟଣ ମହାଭାରତରେ ଏହା କେହି ତାଳି ପକାଇଥାଉ ବା ଗୁଞ୍ଜା ଦେଇଥାଉ, ଋଷି ବଚନରୁ ହେଉ କି ଉତ୍ପୀଡ଼ନରୁ ହେଉ ଏ ପ୍ରଥା ଚଳି ଆସୁଛି। ଏହା ନ ମାନି ଦ୍ରାବିଡ଼ ମହାରାଷ୍ଟ୍ରବାସୀଏ ହିନ୍ଦୁ ହୁଅନ୍ତୁ ବା ନ ହୁଅନ୍ତୁ, ଯେଉଁଠାରେ ରାଜା ବେବର୍ତ୍ତା ଶାସ୍ତ୍ରୀ ପଟ୍ଟନାୟକ ପ୍ରଭୃତିଙ୍କ ଝୁଅ ବୋହୂଏ କଣରେ ଥାନ୍ତି, ସେହି ହାଟରେ ଅଧ ହାଟେ ମାଇପ ଦେଖାଯାଆନ୍ତି। ବିଲବାରିରେ ବାଟରେ ଘାଟରେ ମିଣିପଙ୍କ ସଙ୍ଗେ କାମଦାମ କରୁଥାନ୍ତି, ଆତଜାତ ହେଉଥାନ୍ତି। ପୁଣି ଯେଉଁ ଛୋଟରାୟ ରାୟଗୁରୁ ଛାମୁ ପଟ୍ଟନାୟକ ଝପଟ ସିଂ ଚମ୍ପଟ ସିଂ ସାହୁ ମହାଜନଙ୍କ ସ୍ତ୍ରୀ କନ୍ୟା ପୁତ୍ରବଧୂ ସାତ ଖଞ୍ଜା ଭିତରେ ଥାନ୍ତି, ତାଙ୍କରି ତିନି ପୁରୁଷିଆ ଖୁଡ଼ି ଦେଠେଇ ଭାଉଜ ଭାଇବୋଉ ଭଉଣୀ ଭାଣିଜୀ ଭଣଜାବୋ ପ୍ରଭୃତି ବାଟରେ ଘାଟରେ ଦେଖାଯାଇଥାନ୍ତି। ତହିଁରେ କିଛି ଯାଏ ନାହିଁ କି ଆସେ ନାହିଁ। ଅଧିକ କି ସାଧୁ ସର୍ଦ୍ଦାରର ଘର ଯେଉଁ ରାଜ୍ୟରେ, ସେ ରାଜ୍ୟର ବର୍ତ୍ତମାନ ବେବର୍ତ୍ତା ତ୍ରିଲୋଚନ ମହାପାତ୍ରଙ୍କ ମା ଆଈ ନିଜେ ନିଜେ ହାଟରେ ବାଟରେ ଦେଖାଯାଉଥିଲେ। କଣରେ ରହିବାକୁ ଘର ବି ନଥିଲା। ତିନି ପୁରୁଷରେ ତିନି ବଖୁରିଆ ଘର ଚାରି ବଖୁରିଆ ହୋଇପାରୁନଥିଲା। ନଅର ବିଷୟୀଙ୍କ ଘରେ ଖମାରି ଥାଇ ବାପ ଅଜା ଦିନ ନେଇଥିଲେ, କିନ୍ତୁ ତ୍ରିଲୋଚନ ମହାପାତ୍ରେ ଗୋବର ଗଦାରେ ପଦ୍ମଫୁଲ। ଉଦ୍ୟୋଗୀନାଂ ପୁରୁଷ ସିଂହ ମୁପୈତି ଲକ୍ଷ୍ମୀ ବଚନର ଜୀବନ୍ତ ଉଦାହରଣ। ଆବାଲ୍ୟରୁ ପ୍ରତିଭା ବଳରେ କ୍ରମୋନ୍ନତି ସୋପାନର ଶିରୋଭାଗରେ ବେବର୍ତ୍ତା ପଦାରୂଢ଼। ଏହାକୁ ଗର୍ଭିଣୀ ଗାଈ ବାଟ ଛାଡ଼େ। ରାଜ୍ୟର ରାଜା ଏହାଙ୍କ କରତଳସ୍ଥ କାଷ୍ଠ ପିତ୍ତଳିକା। ଏକା ଫଳାହାରୀ ବାବାଜୀଙ୍କ ଛଡ଼ା ଏ ଆଉ କାହାରିକୁ ମଣିଷ ବୋଲି ଗଣନ୍ତି ନାହିଁ। ବାବାଜୀ ପରମାରାଧ୍ୟ ଗୁରୁ, ରାଜା ମନ୍ତ୍ରୀ ବୈଦ୍ୟ। ଏହା ବୋଲି ଯେ ସେ ଖରାଖିଆ ମହାଦେବଙ୍କ ନିକଟରେ ଜଙ୍ଗଲରେ ବାବାଜୀଙ୍କ ସାଙ୍ଗରେ ରୁହନ୍ତି ତା ନୁହେଁ। ବାବାଜୀଙ୍କ ଆସ୍ଥାନରୁ ପ୍ରାୟ 1.5 ପା ବାଟରେ ବେବର୍ତ୍ତାଙ୍କ ଉଆସ। ଗଡ଼ ପରି ଖାଇ ଉଚ୍ଚ ପାଚେରୀ ନଥିଲେ ହେଁ
ବେବର୍ତ୍ତାଙ୍କ ଉଚ୍ଚ ପିଣ୍ଡା ବଡ଼ ବଡ଼ ଧୂଳିଆ ଘରର 5 ପୁରୁଷ ଶୋଳେଇ ଖଞ୍ଜା ଦେଖିଲେ କୌଣସି ଭ୍ରମ ହେବାର ନାହିଁ। ଧୋବା ଭଣ୍ଡାରୀ କରଣ ବ୍ରାହ୍ମଣ ସାହୁ ମହାଜନ ପ୍ରଭୃତିଙ୍କ ଘର ମଧ୍ୟରେ ତାଙ୍କ ଘର ତାରାମଣ୍ଡଳୀରେ ଚନ୍ଦ୍ର କମଳା ବିମଳା ପ୍ରଭୃତିଙ୍କ ମନ୍ଦିର ମଧ୍ୟରେ ବଡ଼ ଦେଉଳ ପରି ବିରାଜୁଛି। ତହିଁରେ ପୁଣି ଚୌପାଢ଼ୀ ଉପରେ ତଳେ କେତେ ବ୍ରାହ୍ମଣେ କେତେ ପଣ୍ଡିତେ କେତେ ଭଲ ଲୋକିଆ ପୁଣି କେତେ ଗୁହାରିଆ ବସିଛନ୍ତି। କାବୁଲି ବନାରସୀ ମହାଜନ ସୌଦାଗରର ମଧ୍ୟ ଅଭାବ ନାହାନ୍ତି। ଏଠାରେ ସବୁବେଳେ ଯେତେ ଲୋକ ରାଜଦ୍ୱାର ସେପରି କ୍ୱଚିତ ଦେଖାଯାଆନ୍ତି। ଏତେ ଲୋକ ଅଛନ୍ତି କିନ୍ତୁ ବର୍ତ୍ତମାନ ବେବର୍ତ୍ତା ନାହାନ୍ତି। ସେ ଥିଲେ ବି ବେବର୍ତ୍ତାଙ୍କ ଭିତର କଥା କ'ଣ ଜଣାଯାଇ ନପାରେ। ସେ ପ୍ରକୃତ ଭଲ କି ମନ୍ଦ ପ୍ରକାଶ ହୋଇ ନପାରେ, କାରଣ ଯାହାର ଯେପରି ଭାବନା ତାକୁ ବେବର୍ତ୍ତା ସେପରି। ସେ କେତେ ଲୋକଙ୍କୁ କଠୋର ଦଣ୍ଡ ଦେଉଛନ୍ତି, କେତେ ଲୋକଙ୍କୁ ଅନ୍ନବସ୍ତ୍ର ଦେଉଛନ୍ତି, କେତେ କଥା ଗୋପନ କରିଦେବାକୁ ବାଧ୍ୟ, ପୁଣି କେତେକଙ୍କ ସ୍ଥଳରେ ସ୍ପଷ୍ଟ କଥା ନ କହିଲେ ନ ଚଳେ। ଉପସ୍ଥିତ ଲୋକଙ୍କ ମଧ୍ୟରୁ କେତେକ ନିରାଶ ହୋଇ ଫେରିଯିବେ, କେତେ ବା ଆଶା ପଛେ ପଛେ ଦୌଡ଼ିବାକୁ ଚାହିଁବେ ନାହିଁ। କେହି କେହି ବା କାନ୍ଦି କାନ୍ଦି ଯିବେ, ପୁଣି କେହି କେହି ହସି ହସି ଯିବେ। ଏଥିପାଇଁ ବେବର୍ତ୍ତା ଦୋଷୀ କି ନିର୍ଦ୍ଦୋଷୀ, ଭଲ କି ମନ୍ଦ, ନଡ଼ିଆ କି ଆମ୍ବ ଠିକ୍ କରି ବୋଲାଯାଇ ନପାରେ। ସୁତରାଂ ଭିତରର କଥା ଜାଣିବା ନିତାନ୍ତ ପ୍ରୟୋଜନ, କାରଣ ନଡ଼ିଆର ପାଣି କି ଆମ୍ବର ଟାକୁଆ ବାହାରୁ ଦେଖାଯାଏ ନାହିଁ। ଅନ୍ତପୁରେ ବେବର୍ତ୍ତାଙ୍କ ଭିତରେ କଥା ଜଣାଯିବାର ସମ୍ଭାବନା, କିନ୍ତୁ ବାହାରୁ ଉଆସ ଆଶାପ୍ରଦ ଦେଖାଯାଉ ନାହିଁ। ଗେରଦର 3 ପାଖେ ମୋଟ ମୋଟ ଉଚ୍ଚ ଉଚ୍ଚ ଶାଳ କାଠର ଘଞ୍ଚା ଘଞ୍ଚା ବେଢ଼ା। ପିମ୍ପୁଡ଼ି ଗଳି ପାରିବ ନାହିଁ କି ହାତୀ ଭାଙ୍ଗି ପାରିବ ନାହିଁ। କେବଳ ଦକ୍ଷିଣ ଦିଗରେ ସେପରି ବେଢ଼ା ନାହିଁ, ପୂର୍ବ ଦିଗରେ ଖଳା, ସେଠାରେ ହଳିଆ ଖମାରି ପ୍ରଭୃତି ଗଣ୍ଡା ଗଣ୍ଡା। ପଶ୍ଚିମ ଦିଗସ୍ଥ ପାଗାରେ ଘାସିଆର ସଇସ ସୁଆର ପଲପଲ। ଉତ୍ତର ଦିଗେ ଏ ମୁଣ୍ଡରୁ ସେ ମୁଣ୍ଡ ଯାଏଁ ବାରି ପୋଖରୀ। ଏହିପରି ପରିବେଷ୍ଟିତ ହୋଇ ଯେ 5 ଖଞ୍ଜା ଅଛି, ତାହାର ମଝି ଖଞ୍ଜା ଅନ୍ତପୁର। ସବୁ ଖଞ୍ଜା ଶୋଳେଇ। ଖଞ୍ଜା ସବୁ ପ୍ରତିରେ 3 ବଖରା ଖଲୁରୀ ସଙ୍ଗେ ଦୀର୍ଘରେ 5 ବଖରା ନେଇ ଏକ ଖଞ୍ଜା ନୁହେଁ। ଏଥିରେ ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ଘର ସବୁରି ମଥାନ ଶ୍ରେଣୀ ମିଳି ନଙ୍ଘା ମାରି ଚାରିଆଡ଼େ 5 ବଖରା ଲେଖାଏ। ଚୌପାଢ଼ୀ ଛଡ଼ା ଆଉ ସବୁ ଘର ଭିତର ଓ ଦୁଆର ମୁହଁଠାରୁ ପିଣ୍ଡା ସବୁ ଉଞ୍ଚ ଉଞ୍ଚ, ଉପରେ ଆଟୁ। ଏକ ଖଞ୍ଜାରୁ ଅନ୍ୟ ଖଞ୍ଜାକୁ 1ରୁ 2ଟି ବାଟ ନାହିଁ। ଯେ 1-2ଟି ଖିଡ଼ିକି ଅଛି, ତହିଁରେ ଗବାକ୍ଷ ନାମ ସାର୍ଥକ। ପୁଣି ସେସବୁ ଫୁଲ ପତ୍ର, ହାତୀ ଘୋଡ଼ା, ବାଘ ଭାଲୁ, ନରନାରୀ ଚିତ୍ରରେ ପୂର୍ଣ୍ଣ। ବିନ୍ଧାଣୀଙ୍କ ଗୁଣ ଦେଖାଇବା କି ବିଶୁଦ୍ଧ ବାୟୁ ସଞ୍ଚାଳନ ପାଇଁ ଏ ଜଳାକବାଟି ସବୁ ଅଛି, ତାହା ବେବର୍ତ୍ତା ଜାଣନ୍ତି। ଅଜ୍ଞାନାନନ୍ଦନ ବାତ ଚୋର ପରି ଆଚରଣ କରୁଥିଲେ ତହିଁ ପାଇଁ ବିନ୍ଧାଣୀ ଦୋଷୀ ନୋହିପାରେ। ଏ ଯଦି ବାୟୁ ସଞ୍ଚାଳନ ଉଦ୍ଦେଶ୍ୟରେ ହୋଇଥାଏ, ତେବେ ଗୃହ ମଧ୍ୟରେ ଛଣା ସୁଦ୍ଧା ପଣା ମିଳୁଥିବାର ବୋଧ ହୁଏ, କାରଣ ସ୍ୱାସ୍ଥ୍ୟ ପାଇଁ ବଡ଼ ବଡ଼ ଖିଡ଼କି ଜାନାଲା ଖଡ଼ଖଡ଼ିଆ ପ୍ରଭୃତି ବିଜ୍ଞାନ ଲୋଡ଼ୁଥିଲେ ହେଁ ଏହା ବେବର୍ତ୍ତା ବା ଅନ୍ୟ କାହାରି ଘରେ ଦେଖାଶୁଣା ନାହିଁ। ସେସବୁ ଲୋଡ଼ା ଥିଲା ପରି ଜଣାପଡ଼ୁନାହିଁ, କାରଣ ରାଜ୍ୟରେ ସ୍ୱର୍ଗୀୟ ଚନ୍ଦ୍ରଶେଖର ବା ପଠାଣି ସାମନ୍ତଙ୍କ ପରି ପାଟଯୋଶୀ, ପଦ୍ୟାଳଙ୍କାର, ତର୍କାଳଙ୍କାର, ପଣ୍ଡିତ ବା ବେବର୍ତ୍ତାଙ୍କ ପରି ହୃଷ୍ଟପୃଷ୍ଟ ସବଳ ଧନୁର୍ଦ୍ଧର ଲୋକଙ୍କର ଅଭାବ ନାହିଁ। ସବୁବେଳେ ଜୀର୍ଣ୍ଣ ଶୀର୍ଣ୍ଣ କଳେବର ଧାରଣ ପାଇଁ ଡାକ୍ତର ବୈଦ୍ୟଙ୍କ ବ୍ୟବସ୍ଥା ଘେନି ପଥି ଧାରଣାରେ ଚଳିବାକୁ ହେଉନାହିଁ, ବରଂ କଞ୍ଚା ଦରସିଝା ଖାଇ ଲୋକେ ହୁସ୍ ହୁସ୍ ଭୁସ୍ ଭୁସ୍ ବୁଲୁଛନ୍ତି। ସେ ଯାହା ହେଉ, ଦେଉଳ ଉପରେ ଠାକୁର ଠାକୁରାଣୀଙ୍କ ଆୟୁଧ ଚକ୍ର ତ୍ରିଶୂଳ ପରି ବେବର୍ତ୍ତାଙ୍କର ଯଥେଷ୍ଟ ପରିହାଣୀଙ୍କର କଟକଣା। ପୁର ବାହାରେ ଗଣ୍ଡା ଗଣ୍ଡା ଭେଣ୍ଡା ଭେଣ୍ଡା ପାଇକେ ଖଣ୍ଡା ବା ଦଣ୍ଡା ଧରି ବୁଲୁଛନ୍ତି। ଭିତରକୁ ପଢ଼ିଆରିଏ ବଛା ବଛା ବୁଢ଼ା ଲୋକ, କିନ୍ତୁ ସ୍ତ୍ରୀ ପ୍ରହରୀଙ୍କ ବେଳକୁ ଅନ୍ୟ ପ୍ରକାରର। ବାହାରେ ଦନ୍ତହୀନା ଶୁଭ୍ରକେଶିଏ, ଭିତରକୁ କ୍ରମେ ଯୁବତୀଏ। ସ୍ତ୍ରୀ ପୁରୁଷଙ୍କ ମିଳନ ସ୍ଥଳରେ ଏକ ଦିଗରେ ନିତାନ୍ତ ବୃଦ୍ଧ, ଅପର ଦିଗରେ ଅତି ବୃଦ୍ଧା। ସୁତରାଂ ବେବର୍ତ୍ତାଙ୍କର ଭାଇ ବନ୍ଧୁ ସ୍ତ୍ରୀ ଲୋକେ ଅନ୍ତପୁର ବାସିନୀ ହୁଅନ୍ତୁ ବା ନ ହୁଅନ୍ତୁ, ବାହାର କଥା ପଦକ ରଣବାଜ ସିଂହ, ରାଉତରାୟ ପ୍ରଭୃତିଙ୍କ ଠାରୁ ରସକଳା, ଚିତ୍ରକଳା, ରମିତକ୍ଷୀଙ୍କ ତୁଣ୍ଡରେ ବେବର୍ତ୍ତାଙ୍କ ଠାରେ ପହଞ୍ଚେ। ସୁତରାଂ ବେବର୍ତ୍ତାଙ୍କର ଭାଇ ବନ୍ଧୁଙ୍କ ସ୍ତ୍ରୀ ଲୋକେ ଅନ୍ତପୁର ବାସିନୀ ହୁଅନ୍ତୁ ବା ନ ହୁଅନ୍ତୁ, ବାହାର କଥା ପଦକ ରଣବାଜ ସିଂହ, ରାଉତରା ପ୍ରଭୃତିଙ୍କ ଠାରୁ ଯାଇ ରସକଳା,
ଚିତ୍ରକଳା ରମିତକ୍ଷୀଙ୍କ ତୁଣ୍ଡରେ ବେବର୍ତ୍ତାଣୀଙ୍କଠାରେ ପହଞ୍ଚେ। ଏହା ଭଲ କି ମନ୍ଦ ତାହା ରଜା ବା ତାଙ୍କ ବେବର୍ତ୍ତା ଜାଣନ୍ତି। ତେବେ ଯେ ଅନ୍ତଃପୁରରେ ଥାଇ ଅନ୍ୟ ସ୍ତ୍ରୀ ପୁରୁଷଙ୍କୁ ଦେଖିବାକୁ ପାଆନ୍ତି ନାହିଁ, ସେମାନେ ହାଟୁଆଣୀ ବାରବୁଲି ପ୍ରଭୃତିଙ୍କ ପରି ଚତୁରା ନୁହନ୍ତି କି ସତକୁ ମିଛ, ମିଛକୁ ସତ କରନ୍ତି ନାହିଁ। ପୁଣି କେହି କେହି ଆପଣାର ମତାମତକୁ ଅନ୍ତଃପୁରବାସିନୀଙ୍କର ବୋଲି ପ୍ରକାଶ କରି ଇହ କାଳରେ ବୈତରଣୀ ପାର ହୋଇଥାନ୍ତି। ଏପରି କଟକଣା ଥିଲେ ମଧ୍ୟ କାନ୍ଥ ବାଡ଼ର ଆଖି କାନ ଥିବାର କଥିତ ହୁଏ। ପୁଣି ପଣ ପଣ ଧାଇ ମୁଦୁସୁଲିଙ୍କ ମଧ୍ୟରୁ କେତେକ ବେବର୍ତ୍ତାଙ୍କ ଉଆସ ଛାଡ଼ି ଚାଲି ଯାଇଛନ୍ତି ଓ ଯାଉଛନ୍ତି। ସେମାନେ କେତେ କଥା କହି ବୁଲୁଛନ୍ତି, କିନ୍ତୁ କେହି ଶପଥ କି ସତ୍ୟ ପ୍ରତିଜ୍ଞା କରି କିଛି କହୁନାହିଁ। ସୁତରାଂ ସେସବୁ କଥା କେତେ ଦୂର ବିଶ୍ୱାସଯୋଗ୍ୟ ବୋଲା ଯାଇ ନପାରେ। ଏପରି କଥା ଅନେକ ସତ ହୋଇଥାଏ, ପୁଣି ମିଛ ବି ହୋଇଥାଏ। ସେ ଯାହା ହେଉ, ରାଜା କରଗତ ଥିବାରୁ ସେ କଥାକୁ ବେବର୍ତ୍ତାଙ୍କର ସୂଚନା ନାହିଁ। କିନ୍ତୁ ଏହାର ଫଳାଫଳ ଯିବାର ନୁହେଁ। ଗୁଡ଼ ଅନ୍ଧାରରେ ଖାଇଲେ ଗୁଡ଼ ଓ ଆଲୁଅରେ ଖାଇଲେ ବି ଗୁଡ଼। ଧର୍ମ ଦ୍ୱାରା ଯେ ପାଞ୍ଜି ଲେଖା ହେଉଛି, ତହିଁରେ ସାନ ବଡ଼ ପାପ ପୁଣ୍ୟ ସବୁ ବସୁଛି। ପୁଣି ସେହି ଅନୁସାରେ ଫଳାଫଳ ବାହାରୁଛି। ଚୋର ଘରେ ନୀତି ଅନ୍ଧାର ହେଉନାହିଁ। ସୁତରାଂ ଶୁଣା କଥାର ସତ ମିଛ ଆପେ ପ୍ରକାଶ ପାଇବ। ବର୍ତ୍ତମାନ ବେବର୍ତ୍ତା ବେବର୍ତ୍ତାଣୀଙ୍କର ନିରୋଳ କଥା ଯାହା ଶୁଣାଯାଇଅଛି, ତାହା ଲେଖାଯାଉଅଛି। ତାହାର ସତ୍ୟାସତ୍ୟ ପ୍ରମାଣିତ ହେଲାରୁ ବେବର୍ତ୍ତାଙ୍କର ସ୍ୱଭାବ, ଚରିତ, ବୁଦ୍ଧି, ବିଦ୍ୟା, କଳକୌଶଳ ବୁଝାଯିବ। ମଝିପୁରରେ ବେବର୍ତ୍ତା ବେବର୍ତ୍ତାଣୀ ବସିଛନ୍ତି। ରାମୀ, ସାମୀ, ପାରି, ସାରି ପ୍ରଭୃତି ଏଣେତେଣେ ଯିବା ଆସିବା କରୁଛନ୍ତି। କାମ କିଛି ନାହିଁ, ତଥାପି ନହର ପହର ନହେଲେ ନ ଚଳେ। ତାର କାରଣ ବା ଉଦ୍ଦେଶ୍ୟ ସେମାନେ ନିଜେ ନିଜେ ଜାଣୁଥିବେ। କିନ୍ତୁ ବେବର୍ତ୍ତା ବେବର୍ତ୍ତାଣୀଙ୍କ ନିକଟରେ କେହି ସୁଦ୍ଧା ପାନବଟା ବା ପିକଦାନୀ ଧରି ନାହିଁ। କେବଳ ଦୁଇଜଣ ବୁଢ଼ୀ ବସିଛନ୍ତି। ସେମାନଙ୍କର ତୁଣ୍ଡ ହଲିବାକୁ ନାହିଁ। ସେ ଦୁହେଁ ବେବର୍ତ୍ତାଣୀଙ୍କର ବାପଘରୁ ଆସିଛନ୍ତି। ଯେ ଆଜ୍ଞା ହେବ କେବଳ ତାହା ଅନ୍ୟ ଲୋକକୁ ଜଣାଇ ଦେବା ପାଇଁ ସେ ଦୁହେଁ ଉପବିଷ୍ଟା। ବେବର୍ତ୍ତା ଝୋଲାମାଳି ମୁଣ୍ଡରେ ଲଗାଇବାରୁ ବେବର୍ତ୍ତାଣୀ କହିଲେ, ନଅରରେ ଆଉ ବାବାଜୀଙ୍କ କତିରେ ତ ଦିନ ରାତି। କେତେବେଳେ ବଣା କଣା ହୋଇ ଟିକେ ଭିତରକୁ ଆଇଲେ ଖାଲି କ'ଣ ମାଳି ଧରି ତୁନି ହୋଇ ମୁନି ପରିଥିବ? ବେବର୍ତ୍ତା, ତୁମ କଥା ଆଗେ ଶୁଣେ। ବେବର୍ତ୍ତାଣୀ, ମୋରି କଥା ମୁଁ କହୁଛି। କହ୍ନା ଲାଗି ସିନା ଗାଈ ଗୁହାଳ, ତମ କଥା ସିନା କହୁଛି। ବେବର୍ତ୍ତା, ମୋ କଥା କହିଲେ କ'ଣ ହେବ? ବେବର୍ତ୍ତାଣୀ, ଆମ ଭିତରେ କିଛି ହେବ ନାହିଁ ବୋଲି କିଏ ନ ଜାଣେ? କିଛି ନୋହିବ ବୋଲି କିଛି ଶୁଣିବା ବି ନାହିଁ। ବେବର୍ତ୍ତା, ଶୁଣିଲେ କ'ଣ ମିଳିବ? ବେବର୍ତ୍ତାଣୀ, କିଛି ନ ମିଳିଲେ କି କିଛି ଶୁଣିବାର ନୁହେଁ। ବେବର୍ତ୍ତା, କେତେ କଥା ଅଛି, କେଉଁ କଥାକୁ ମନ ହୋଇଛି? ବେବର୍ତ୍ତା, ସବୁ କଥା କି କୁହାଯାଇପାରେ? ବେବର୍ତ୍ତାଣୀ, ସବୁ କଥା କହିଲେ କିଏ ଶୁଣୁଛି? ଆଉ ତ କେହି ନାହିଁ। ଏଇ ଦରମଲା ବୁଢ଼ୀ ଦିଟା ସାତ କବାଟ ଡେଇଁ ଦାଣ୍ଡରେ ଏ କିଛି କହିବାକୁ ଯାଉଛନ୍ତି ନା ମୁଁ ଯାଉଛି? ବେବର୍ତ୍ତା, ତା ନୁହେଁ ଯେ। ବେବର୍ତ୍ତାଣୀ, ତେବେ କି ମୋତେ ପତିଆରା ନାହିଁ? ମୋ ଦେହ କିଛି ହେବ ବି ନାହିଁ? ବେବର୍ତ୍ତା, ମୁଁ ଯାହା କହୁଛି ତାହା ଆଗେ ଶୁଣ। ବେବର୍ତ୍ତାଣୀ, କ'ଣ କହୁଛ କୁହ? ବେବର୍ତ୍ତା, କେତେ କଥା ଅଛି, ସବୁ କହିଲା ବେଳକୁ ଦିନ ରାତି ଅଣ୍ଟିବ ନାହିଁ। ତେବେ ଯେଉଁ କଥାକୁ ତମର ମନ ହୋଇଥିବ ସେ କଥା କହିଲେ ସିନା ହେବ। ବେବର୍ତ୍ତାଣୀ, ଯେଉଁଥିପାଇଁ ବାବାଜୀଙ୍କ ସାଙ୍ଗରେ ଏତେ ଦିନ ହେଲା ଲାଗିଥିଲ? ବେବର୍ତ୍ତା, ଆଜି ରାତି କଥା ଠିକ୍ ହୋଇଗଲା, କାଲି କଥା ଦେଖାଯାଉ। ବେବର୍ତ୍ତାଣୀ, କ'ଣ କିପରି ହେବ? ବେବର୍ତ୍ତା, ଆଜି ରାତ୍ରରେ ରାଜାଙ୍କ ଉପରେ ଶନି ମହାଗ୍ରହଙ୍କର ଭାରି ଉତ୍ପାତ ହେବ। ବେବର୍ତ୍ତାଣୀ, ଉତ୍ପାତ ହେବା କଥା ତ ପାଟଯୋଶୀ ଆଗରୁ କହିଥିଲେ। କ'ଣ କ'ଣ ହେବ ତାହା କିଛି ବାବାଜୀ କହିଲେ? ବେବର୍ତ୍ତା, ବାବାଜୀ କହିଲେ ଅଧରାତି ଉତ୍ତାରୁ ଘରେ ଦୁମ୍ ଦୁମ୍ ଶବ୍ଦ ହେବ, ରାଜାଙ୍କର ପଲଙ୍କ ଦୋହଲିବ। ସାବଧାନ ନ ରହିଲେ ରାଜାଙ୍କର ଭାରି ଶାରୀରିକ ଓ ମାନସିକ ଅନିଷ୍ଟ ହେବ। ଏ ଅନିଷ୍ଟ ନ ହେବା ପାଇଁ ବ୍ୟବସ୍ଥା କରାଯାଉଛି। ଦନେଇ ଖିଲମତିଆ ନିଜେ ବାବାଜୀଙ୍କ ମୁହଁରୁ ଶୁଣିଗଲା, ନିଜେ ରାଜାଙ୍କୁ ଜଣାଇବ। ବେବର୍ତ୍ତାଣୀ, ସବୁ ହୋଇପାରିବ ତ? ବେବର୍ତ୍ତା, ଯାହା ଯେପରି କହିବାକୁ ହେବ ବାରମ୍ବାର ପାଖ ଲୋକଙ୍କୁ ବତେଇ ଦିଆଯାଇଛି, ଟଙ୍କା ବି ଦିଆଯାଇଛି। କିଛି ଟିକେ ଆଡ଼ବାଙ୍କ ହେଲେ ସଭିଙ୍କି ଗୋଟି ଗୋଟି କରି ଶୂଳିରେ ଚଢ଼ାଇବେ ନାହିଁ। ବେବର୍ତ୍ତାଣୀ, ଏହା କହୁଛ, ପୁଣି କହୁଛ ଯେ ସାବଧାନ ରହିବା ପାଇଁ ରାଜାଙ୍କ ପାଖକୁ ଖବର ଗଲା। ବେବର୍ତ୍ତା, ଶୋଇଲା ବେଳେ ଲାଗି ହେବା ପାଇଁ ଓ ଘରେ ପକାଇବା ପାଇଁ ବାବାଜୀ ଯେ ପଞ୍ଚାମୃତ ପଠେଇବେ, ତହିଁରେ ଗଞ୍ଜେଇ ଅର୍କ ଦେବେ। ବେବର୍ତ୍ତାଣୀ, ଧନ୍ୟ ତୁମେ, ଦେଖିଲା ପରି ତମ ବାପା ମା ଏପରି ନାଁଟା ଦେଇଥିଲେ। ମଣିଷର ସିନା ଦୁଇଟା ଆଖି, ସତକୁ ସତ ତୁମର ତିନିଟା ଆଖି।
बेवर्ता अच्छा से तो जहाँ हेबार हेब नर विषयकर जे घर पड़गला तहींकि तमें की कल बेवर्ताणी हाँ सते तो से गोटे कथा अच्छी चंपा माँ बुढ़ी को पठाई थी से अनेक बोधशोध करके आइला डाली चाउल घी तेल लुण सब जिनस पठाई देछि बेवर्ता ठीक होइछि मो बुद्धि तम बुद्धिटा कम है कौन समस्ते जानते जे त्रिलोचनकर स्त्री त्रिलोचनी बेवर्ताणी मु कौन गुड़ा कर पकाइली कि बेवर्ता तुम्हें जान जे मु घर पोड़े देछि की करबा को हेबो तुमको किछि कहि पार नथिली तेबे भी जहिरे मो कथा जणा न पड़िबो आउ लोके भल कहिबे से सब आपे आपे कल आउ बेसी कौन करंत कि बेवर्ताणी न कले हुअंता किपरि ताहा घरे बंधु करबाकू एते कथा तुम्भर मिणिपिरे जहा हेउ जहा कली ताहा न करथिले जे बहु होई आसीबो ता मुह को चाहिबी किपरि से बा मन करिबो कोन बेवर्ता बड़ भाई तो राजी हेलाणी तेबे भी चंद्रा हाँ हाँ टाण भांगु नाही ता सांगकू ता मा रांडी मिलिछि से दुहे राजी नहिबा जाए कौन हेलाणी बेवर्ताणी तमको से पारिबे घर पड़गलाणी एणिकी सभ्य नई पड़े जेबे आजी कथारे भल हो जाए रजा भी तुनी होई रही पारिबे नाही बेवर्ता हाथ गंठी न पड़िबा जाए पतियारा कौन समस्ते कहती बर कन्या प्रजापति घटसूत्र कथा आंभे तो ताहा मानु न थाई देखा जाऊ कौन हेउछि बेवर्ताणी जाति मान मर्यादा धन दौलत भितरु केउथिरे मो बाप घर हालिकी ता घर बड़ जे सेठी बंधु करबा को एते जिद्दी लागिछि बेवर्ता एक कथा मते पचारुछ देखुना जे तुम बाप घर ए राज्यर नुहे ता घर काले बेवर्ता होई आसुथिले मु बोली ताहा भांगिली तेबे भी राज्य लोके ता घर को मानुछंती बाहाघरे घोड़ा पालिंकी दान यौतुक मिलिब नाही सत आउ जे लाभ ताहा पुणी तुमको बुझाइबाकू हेबो बेवर्ताणी से तो आकाश कइया चिलिका माछ कथा कथारे कहंती ए साल खेत घरे पशु आरकु हाड़ी बाउरी चुसु एई क्षणिका कथार की करछ कहिल बेवर्ता एई क्षणिका कथा कौन बेवर्ताणी टंका गुड़ा जे पड़ी रहिला बेवर्ता करज लगाई दउन बेवर्ताणी खजना पाई तेमे धरपगड़ मारपिट न कले सोईकी देढ़ी सुधरे के टंका नेउछि बेवर्ता एते टंका रखी कौन करिवो बेवर्ताणी तमे जान नहीं जे मते पचारुछ बेवर्ता मु जानिले भी तेमे कौन जानिछ टिके सुने बेवर्ताणी जेबे पचारल सत कहिले किछि अडुआ बुझिब नहीं तो बेवर्ता तम कथा अडुआ बुझिबी तो आउ बुझिबी कौन बेवर्ताणी मते पचारुछ तुमे कि न जान जे आखि बुझिबा सांगे सांगे बेवर्तांकर लुगा पटा धान चाउल कंसा लोटा रजा घर घंटा घर को बुहा होई लागे आउ गाई मईसी छेली मेंढा हाथी घोड़ा अड़ा लगती आगे ए सब जाई साइले पछे जाई बेवर्तांक शव उठे ता नहिथिले सात पुरुष हला बेवर्ताई करी नर विषय घर एपरी होई थांता एते बेलुक तो ता घर को रजा घर पड़ू न थांता टंका जहा थाए खाली सेइथिरु किछि रहि जाए सेतिकी पुओ माइपंकर आश्रा बेवर्ता एते वर्ष हला सोई देढ़ी टंका लगाई आसुथल ए वर्ष न होला बेवर्ताणी ए वर्ष काहे न हेबो बेवर्ता ए वर्ष लड़ेई हेबो बेवर्ताणी से तो भल कथा रसद पाई जुलम जबरदस्ती दरकार रजा घर खमारु धान चाउल बिरी मुग बिक्री कराई तही संगे संगे आम खमार जिनस भी बिक्री हो पैसा कमाल 3 पैसा बिकले रजा घर लाभ आमर भी किछि पैसा हो मोर भी पैसा क 1.5-2 पैसा हेब तेणे पाइक बेठिया को खुआई तांक पाखरे भले हुआ बेवर्ता धन्य तुमर बुद्धि विचार एका बाटुल के गंडाए चढ़े यही समय जने मुदुसली आसी कहला जे रजांकर की खबर घेनी खिलमतिया मदन पाइकरा ठिया होइछि एथिरे कथावार्ता बंद हैला तरतर रे उठी बेवर्ता सेठारु चाली गले बेवर्ताणी मध्य अन्य आड़े गले श्रोता बंधु एठी शेष हैला उपन्यास भीमा भूयार द्वितीय परिच्छेद उपन्यासटी आपण मानकु केमिति लागुछि कमेंट करी निश्चित जणाइबे चैनल नुआ होइतिले सब्सक्राइब करने को भूलिबे नहीं रहिलु नमस्कार।